ଆସିକି ଯାଇଥିଲି ବୁଝିକି ଯାଇଥିଲି। କେବେ କେବେ ବୁଝିଯାଇଥିଲେ? ଗୋଟେ ବର୍ଷ ହେଇଗଲା। ବର୍ଷେ ଆସିଥିଲେ, ଆଜି ଆସିଲେ। ଆପଣ ଯୋଉ ଆସିଲେ ଅଫିସକୁ, ଆପଣ ର ମେଟେରିଆଲ ସଫିସିଏଣ୍ଟ ଥିଲା ଦେଖିଲେ ନାଇଁ ଟିକେ ନେଇଥିଲେ? ଆପଣ ମାଗିଲା ପରେ ଆମେ ଦେଇପାରିଲୁନି, ନାଇଁ ନାଇଁ ଟିକେ ନାଇଁ ନିଅନ୍ତୁ ପଛେ ବେଶୀ ଦେବି ଜିନିଷ ଅଛି, ଅଛି। ବେଶୀ ଜିନିଷ ଅଛି, ଆମେ ଆର କମ୍ ନଉଛୁ। କାହିଁ ସାର୍ ମଧ୍ୟ ବର୍ଷେ ତଳେ ଆସିଥିଲେ, ବର୍ଷେ ତଳେ ଚାଖି ଯାଇଥିଲେ, ଗଲା ବର୍ଷ ଚାଖି ଯାଇଥିଲେ, ଏ ବର୍ଷ ଆସି ମସିନ୍ ନେଲେ। ସେମିତି ନାହିଁ ଯେ ଆପଣ ଆସିଲେ ନେଇ ନେବା ବାଧ୍ୟ ହେଲେ, ଆପଣ ଆସିକି ଦେଖିକି ଯାଇପାରିବେ। ସାର୍ ବି ଆସିଥିଲେ, ଦେଖିଥିଲେ, ଚାଖିଥିଲେ, ଯାଇଥିଲେ। ତାଙ୍କର ମାଇଣ୍ଡ ଆଜି ଆଜି ସେଟ୍ ହେଲା ଯେ ନାଇଁ ମୁଁ ମସିନ୍ ନେବି, ତ ଆଜି ଆସିଲେ। ନ ଆସିଲେ ମଧ୍ୟ ସାର୍ ଡକା ହେଇନଥାନ୍ତା। ଯୋଉମାନେ ବ୍ରାଣ୍ଡ କମ୍ପାନୀ ଅଛନ୍ତି ତାଙ୍କୁ ଯଦି ଆମେ କମ୍ପିଟିଟର କଲାବେଳେ ଆମେ ଯଦି କ୍ୱାଲିଟି ଦେଇପାରିବା, କ୍ୱାଣ୍ଟିଟି ଦେଇପାରିବା, ପ୍ରାଇସ୍ ଠିକ୍ ଦେଇପାରିବା ତାଙ୍କ ହିସାବରେ, ତ ଯାଇ ମାର୍କେଟ ଚାଲିବ। ନହେଲେ ମାର୍କେଟ ଆମ ଚାଲିବନି। ଆମେ ଯେତେ ବଡ଼ ମସିନ୍ ପକେଇଥିଲେ ମଧ୍ୟ ଯଦି ଗ୍ଲୁକୋଜ ଉପରୁ ଯିବା, ତାହେଲେ ଆମର ଲେମନ, ଅରେଞ୍ଜ, ମ୍ୟାଙ୍ଗୋ ସବୁ ପ୍ରକାର ଅଛି। ଲସି ଉପରୁ ଯିବା, ବଟରସ୍କଚ, ଭେନିଲା, ଆମର ସବ୍ଜା, ଆମର ମ୍ୟାଙ୍ଗୋ, 4 ପ୍ରକାର ଲସି ବି ଅଛି। ପଇଡ଼ ପାଣି, ଆଖୁ ରସ, ଲେମ୍ବୁ ସରବତ, ଏତେ ପ୍ରକାର ଜିନିଷ ଆମର ରଖା ହେଇଛି। କହୁଛି କି ଲସି କି ବଟଲ ମେସିନ୍ କି ଲିଚି ମେସିନ୍ ନାହିଁ। ଆମ ପାଖରେ ମୋବାଇଲ ବେପାର ବି ଅଛି। ଦେଖନ୍ତୁ ଏସବୁ ମୋବାଇଲ ବି ଆମ ପାଖରେ ଅଛି। ମୋବାଇଲ ବିଜନେସ୍ ଆମ ପାଖରେ ଅଛି। ଆମ ପାଖରେ ଗ୍ୟାଜେଟ୍ ଆଇଟମ୍ ଅଛି। ଆମ ପାଖରେ ସବୁ ପ୍ରକାର ଜିନିଷ ଅଛି। ବଟ୍ ଆପଣ ଯଦି ଆମ ଚ୍ୟାନେଲ ସବସ୍କ୍ରାଇବ କରିକି ଯଦି ଆପଣ ବେଲ୍ ଆଇକନ୍ ଦବାଉଛନ୍ତି, ଲାଇକ୍ ମାରୁଛନ୍ତି, ତାହେଲେ ଆପଣଙ୍କୁ ସବୁଦିନେ ଦିନେ ଛଡ଼ା ଦିନେ ଆପଣଙ୍କୁ ନୂଆ ନୂଆ ବିଜନେସ୍ ସବୁ ଭିଡ଼ିଓ ସବୁ ଯିବ। ଜୟ ଜଗନ୍ନାଥ। ମୋ ଫାର୍ମ ନାଁ ହେଉଛି ମୁସ୍କାନ ଏଣ୍ଟରପ୍ରାଇଜେସ୍। ମୋ ନାଁ ହେଉଛି ରବି ନାରାୟଣ ସାବତ। ଆମର ଅଫିସ୍ ଆଡ୍ରେସ୍ ହେଉଛି ଗଞ୍ଜାମ, ବ୍ରହ୍ମପୁର, ଲଛାପଡ଼ା, କାଳୀ ମନ୍ଦିର ପାଖରେ। ଆମର ଜଣେ ସାର୍ ଆସିଛନ୍ତି, ସେ କ'ଣ ନେଲେ କ'ଣ ନାହିଁ ପଚାରିବାକୁ ଚାହୁଁଛି, ସବୁ ଡିଟେଲ୍ ପଚାରିବା। ସାର୍ ନମସ୍କାର। ଆପଣ କୋଉଠି ଆସିଥିଲେ? ସମ୍ବଲପୁର ଆସିଥିଲେ। ଆପଣ ମୋତେ କେମିତି ଜାଣିଲେ? ୟୁଟ୍ୟୁବରୁ। ୟୁଟ୍ୟୁବରୁ। ଆପଣ ଆଜି ଫାଷ୍ଟ ଆସିଥିଲେ, ଆଗରୁ ଆସିଯାଇଥିଲେ କେବେ? ଆସିକି ଯାଇଥିଲି ବୁଝିକି ଯାଇଥିଲି। କେବେ କେବେ ବୁଝିଯାଇଥିଲେ? ଗୋଟେ ବର୍ଷ ହେଇଗଲା। ବର୍ଷେ ଆସିଥିଲେ, ଆଜି ଆସିଲେ। ଆଜି କ'ଣ ମସିନ୍ ନେଲେ? ଆଜି ବଡ଼ ମେସିନ୍ ନେଇଛି। କ'ଣ ଏଇଟା ବଟଲ ବାଲା, ବଟଲ ଲିଚି ବାଲା? ବୋଟଲ ଲିଚି ବାଲା। ଆଚ୍ଛା, ଆମର ଯୋଉ ଫ୍ରି କିଟ୍ କହିଥିଲା ପାଉଚ୍ ଫ୍ଲେଭର ସବୁ ଆଜ୍ଞା ସବୁ ଆଚ୍ଛା ଦିଆଯାଇଛି। ଦିଆଯାଇଛି ନା? ଆଚ୍ଛା, ଆପଣ ଆମ ଜିନିଷ ସବୁ ଟେଷ୍ଟ କରି ଯାଇଥିଲେ? ଟେଷ୍ଟ କରି ଯାଇଥିଲି। ଠିକ୍ ଥିଲା? ଆଜି ବି ଟେଷ୍ଟ କରି ଆପଣ ନିଜ ଦୋକାନ ସବୁ କରୁଥିଲେ? ନିଜ ଦୋକାନ ଅଛି। ହେଲେ ଆପଣ ଯୋଉ ଦୋକାନ ହୋଲସେଲ ବାଲା ଯୋଉ କିଣି ଆଣି ବିକୁଛନ୍ତି, ସେଟା ଆପଣ ଚାଖିଥିବେ କେବେ? ଆମର ବି ଚାଖିଥିଲେ ଗଲା ଥର ଯୋଉ ଆସିଥିଲେ କେବେ? ଚାଖିଥିଲି। କମ୍ପେୟାର କରିଥିଲେ? ଆମର ବେଷ୍ଟ ଥିଲା? ଭଲ ଥିଲା। ସତ ନା ମିଛ? ସତ ସତ ଠିକ୍ ଥିଲା? ବେଷ୍ଟ ଥିଲା ମାର୍କେଟ ଅପେକ୍ଷା? ଆଚ୍ଛା, ଆପଣ ଯୋଉ ଆସିଲେ ଆମ ଅଫିସକୁ, ଆପଣ ର ମେଟେରିଆଲ ସଫିସିଏଣ୍ଟ ଥିଲା ଦେଖିଲେ ନାଇଁ ଟିକେ ନେଇଥିଲେ? ଆପଣ ମାଗିଲା ପରେ ଆମେ ଦେଇପାରିଲୁନି, ନାଇଁ ଟିକେ ନିଅନ୍ତୁ ପଛେ ଦେବି ଜିନିଷ ଅଛି, ଅଛି। ବେଶୀ ଜିନିଷ ଅଛି, ଆମେ ଆର କମ୍ ନଉଛୁ। ସଫିସିଏଣ୍ଟ ଅଛି, ଯେତେ ଜଣ ଦେଇପାରୁ। କ୍ୱାଲିଟି ସାଟିସ୍ଫାଇଡ୍? ହଁ। ବର୍ଷେ ହେଲେ ନାହିଁ, ଆପଣ ଯଦି 2 ବର୍ଷ, 3 ବର୍ଷ, 4 ବର୍ଷ ପର୍ଯ୍ୟନ୍ତ ଆସିବେନି, ତ ମଧ୍ୟ ଆମେ ଡାକିବାର ନାହିଁ। କାହିଁ ସାର୍ ମଧ୍ୟ ବର୍ଷେ ତଳେ ଆସିଥିଲେ, ବର୍ଷେ ତଳେ ଚାଖି ଯାଇଥିଲେ, ଗଲା ବର୍ଷ ଚାଖି ଯାଇଥିଲେ, ଏ ବର୍ଷ ଆସି ମସିନ୍ ନେଲେ। ସେମିତି ନାହିଁ ଯେ ଆପଣ ଆସିଲେ ନେଇ ନେବା ବାଧ୍ୟ ହେଲେ, ଆପଣ ଆସିକି ଦେଖିକି ଯାଇପାରିବେ। ସାର୍ ବି ଆସିଥିଲେ, ଦେଖିଥିଲେ, ଚାଖିଥିଲେ, ଯାଇଥିଲେ। ତାଙ୍କର ମାଇଣ୍ଡ ଆଜି ଆଜି ସେଟ୍ ହେଲା ଯେ ନାଇଁ ମୁଁ ମସିନ୍ ନେବି, ତ ଆଜି ଆସିଲେ। ନ ଆସିଲେ ମଧ୍ୟ ସାର୍ ଡକା ହେଇନଥାନ୍ତା। କାହିଁକି ନା ଯାହାର ଇଚ୍ଛା ନାହିଁ ଆମେ ତ ଡାକିବା କ'ଣ ବାରମ୍ବାର? ତାକୁ ବାରମ୍ବାର ଡାକିବା ଯେ ତାକୁ ଜବରଦସ୍ତି ମସିନ୍ ଦେବା, ସେ ବେପାର କୁହାହବନି। ବେପାର ଆକୁ କୁହାହବ ଯିଏକି ନିଜେ କଷ୍ଟମର ଇଣ୍ଟରେଷ୍ଟ ଦେଇ ଆସିବାର ଅଛି। ଟେଷ୍ଟ ଆମେ ସେ କ୍ୱାଲିଟି ରଖିଛୁ। ମାର୍କେଟରେ ଯେତେ ମସିନ୍ ଚାଲିଥିଲେ ମଧ୍ୟ ଆମ ମସିନ୍ ଚାଲିବ। କିଛି ଲୋକ ମସିନ୍ ଯୋଉ କିଣି ଫସୁଛନ୍ତି ମଧ୍ୟ, ତାଙ୍କେ ମଧ୍ୟ ମାର୍କେଟ ଜିନିଷ ଦଉଛନ୍ତି, ଆମ କଷ୍ଟମର ଜିନିଷ ଦଉଛନ୍ତି। ସେ ଜାଗାରେ ଆମ କଷ୍ଟମର ଡିମାଣ୍ଡ ଅଧିକ ରହିଯାଉଛି। ତ ସେମାନେ ମଧ୍ୟ ଆସି ଆମ ପାଖକୁ ରିକ୍ୱେଷ୍ଟ କରୁଛନ୍ତି, ସାର୍ ଆମକୁ ବି ର ମେଟେରିଆଲ ଦିଅନ୍ତୁ। ଆମର ପଲିସି ରଖା ହେଇଛି, ଆମର ମସିନ୍ କଷ୍ଟମର ର ମେଟେରିଆଲ ଦିଆହବ, ବାହାର ଲୋକକୁ କିଛି ବି ଦିଆହବନି। ଆପଣ ଯୋଉଠି ମସିନ୍ ଆଣିବେ ଫାଷ୍ଟ ଆଇଡିଆ କରନ୍ତୁ ତା ପାଖରେ ଫ୍ଲେଭର ଅଛି କି ନାହିଁ, ର ମେଟେରିଆଲ ଅଛି କି ନାହିଁ। ଥିବ କହିଲେ ହିଁ କିଣିବେ। ଆଉ ତାର ଟେଷ୍ଟ ଅଛି କି ନା ସେ ବି ଦେଖିବାର ଅଛି। ମାର୍କେଟ ଯଦି ଆମେ ଫ୍ଲେଭର ଦବା, ଯଦି ଟେଷ୍ଟ ନଥିବ ତ କିଛି ଫାଇଦା ନାହିଁ। ଯୋଉମାନେ ବ୍ରାଣ୍ଡ କମ୍ପାନୀ ଅଛନ୍ତି ତାଙ୍କୁ ଯଦି ଆମେ କମ୍ପିଟିଟର କଲାବେଳେ ଆମେ ଯଦି କ୍ୱାଲିଟି ଦେଇପାରିବା, କ୍ୱାଣ୍ଟିଟି ଦେଇପାରିବା, ପ୍ରାଇସ୍ ଠିକ୍ ଦେଇପାରିବା ତାଙ୍କ ହିସାବରେ, ତ ଯାଇ ମାର୍କେଟ ଚାଲିବ। ନହେଲେ ମାର୍କେଟ ଆମ ଚାଲିବନି। ଆମେ ଯେତେ ବଡ଼ ମସିନ୍ ପକେଇଥିଲେ ମଧ୍ୟ ଏତେ ଯେ ଭେରାଇଟି ଅଛି ଆମର, ଏ ଭେରାଇଟି ଆପଣ କୋଉଠି ଦେଖିପାରୁନଥିବେ। ମ୍ୟାଙ୍ଗୋ, ଅରେଞ୍ଜ, ଲିଚି, ଲିମ୍ବୁ, ମିକ୍ସ ଫ୍ରୁଟ୍, ପାଇନାପଲ, ଷ୍ଟ୍ରବେରୀ, କାଲାଖଟା, ୱାଟରମେଲନ, ଗୋଆ, ମସ୍କ ମିଲନ, ଗ୍ରେପ୍ସ, ଆମର ଏପି ଫିଜ୍, ଷ୍ଟିଙ୍ଗ, ଜିରା ମସଲା, ବହୁତ ପ୍ରକାର ଆମର ଖାଲି ଫ୍ଲେଭର ଆଇଟମ ଅଛି। ଜୁସ୍ ଉପରେ ଯଦି ଗ୍ଲୁକୋଜ ଉପରୁ ଯିବା, ତାହେଲେ ଆମର ଲେମନ, ଅରେଞ୍ଜ, ମ୍ୟାଙ୍ଗୋ ସବୁ ପ୍ରକାର ଅଛି। ଲସି ଉପରୁ ଯିବା, ବଟରସ୍କଚ, ଭେନିଲା, ଆମର ସବ୍ଜା, ଆମର ମ୍ୟାଙ୍ଗୋ, 4 ପ୍ରକାର ଲସି ବି ଅଛି। ପଇଡ଼ ପାଣି, ଆଖୁ ରସ, ଲେମ୍ବୁ ସରବତ, ଏତେ ପ୍ରକାର ଜିନିଷ ଆମର ରଖା ହେଇଛି। ବଟ୍ ସେସବୁ ରଖା ହେଇଛି ଆମ କଷ୍ଟମର ପାଇଁ। ଯଦି ଆପଣ ଯଦି ଦେଖନ୍ତୁ ଏସବୁ ମସିନ୍ ଅଛି, ପାଉଚ୍ ମସିନ୍ ଅଛି, ଏସବୁ ବଟଲ ମସିନ୍ ଅଛି। ଏପଟେ ଦେଖନ୍ତୁ ଉପରେ ସବୁ ଆକ୍ୱାଗାର୍ଡ ସବୁ ଅଛି, ପାଣି ପ୍ୟୁରିଫାଇ ପାଇଁ ଘଣ୍ଟାକୁ 50 ଲିଟର। ଏପଟେ ଅଛି ଘଣ୍ଟାକୁ 25 ଲିଟର। ଏସବୁ ପାଉଚ୍ ଦେଖୁଥିବେ ଆପଣ, ପାଉଚ୍ ଦେଖନ୍ତୁ ସବୁ ପ୍ରକାର ପାଉଚ୍ ଅଛି। ଲିଚିର ପାଉଚ୍ ଅଛି, ଏଠି ଦେଖନ୍ତୁ ଅରେଞ୍ଜ ପାଉଚ୍ ଅଛି, ଏଠି ଦେଖନ୍ତୁ ମ୍ୟାଙ୍ଗୋ ପାଉଚ୍ ଅଛି। ଏସବୁ ବସ୍ତା ବସ୍ତା ପରେ ଭର୍ତ୍ତି ଯେତିକି ଜିନିଷ ଦେଖୁଛନ୍ତି ସବୁ ଜିନିଷ ଆମର ର ମେଟେରିଆଲ ଅଛି। ସବୁ ଜିନିଷ ରଖା ହେଇଛି ଆମ କଷ୍ଟମର ପାଇଁ। ଯଦି ଆପଣ ଭାବୁଥିବେ ଯେ ଆମର ଓପେନଲି ବିକା ସମସ୍ତଙ୍କୁ, ନାହିଁ। ଆମ ଯେତିକି ଲୋକ ମସିନ୍ ନେଇଛନ୍ତି ସେମାନେ ହିଁ ଦିଆହଉଛି, ବାହାର ଲୋକକୁ କିଛି ବି ଦିଆହଉନି। ଯଦି ଆପଣ ଏ ମସିନ୍ ନେବାର ଅଛି ତ ହିଁ ଆମକୁ କଲ୍ କରିବେ। ଯଦି ଆପଣ ଆସିକି ଭିଜିଟ୍ କରିବାର ଅଛି ତ ବି କଲ୍ କରି ଆସନ୍ତୁ। ଯଦି ଆପଣ ବାହାରୁ କୋଉଠି ମସିନ୍ ଆଣିଛନ୍ତି, ଆମକୁ ଯଦି କହୁଛନ୍ତି ଯେ ର ମେଟେରିଆଲ ଦିଅନ୍ତୁ ବୋଲି, ଆମେ କେବେ ବି ଦବୁନୁ। କାହିଁକିନା ଆମର ଯେ 1300 କଷ୍ଟମର ଅଛନ୍ତି ତାଙ୍କୁ ହିଁ ଆମେ ର ମେଟେରିଆଲ ଦଉଛୁ, ବାହାର ଲୋକକୁ କେବେ ବି ଦଉନୁ।
ଆମର ଯେତେ ବି ଭିଡ଼ିଓ ଦେଖିବେ ଆମର ପର୍ସନାଲ ଭିଡ଼ିଓ ଆମର ଯୋଉ ଦିଆହଉଛି ଏବେ ମୁସ୍କାନ ଏଣ୍ଟରପ୍ରାଇଜେସ୍ ବ୍ରହ୍ମପୁର ଏଥିରେ ଆପଣ ଯଦି ଚ୍ୟାନେଲ ଆମର ସବସ୍କ୍ରାଇବ କରିକି ଯଦି ଆମର ଲାଇକ୍ ମାରି ଦଉଛନ୍ତି ତ ଆପଣଙ୍କୁ ସବୁବେଳେ ଆମର ନୂଆ ନୂଆ ଭିଡ଼ିଓ ଯିବ। ଖାଲି ଆମର ଗ୍ଲୁକୋଜ କି ଲସି କି ବଟଲ ମେସିନ କି ଲିଚି ମେସିନ ନାହିଁ। ଆମ ପାଖରେ ମୋବାଇଲ ବେପାର ବି ଅଛି। ଦେଖନ୍ତୁ ଏସବୁ ମୋବାଇଲ ବି ଆମ ପାଖରେ ଅଛି। ମୋବାଇଲ ବିଜନେସ ଆମ ପାଖରେ ଅଛି। ଆମ ପାଖରେ ଗ୍ୟାଜେଟ୍ ଆଇଟମ ଅଛି। ଆମ ପାଖରେ ସବୁ ପ୍ରକାର ଜିନିଷ ଅଛି। ବଟ୍ ଆପଣ ଯଦି ଆମ ଚ୍ୟାନେଲ ସବସ୍କ୍ରାଇବ କରିକି ଯଦି ଆପଣ ବେଲ୍ ଆଇକନ ଦବାଉଛନ୍ତି ଲାଇକ୍ ମାରୁଛନ୍ତି ତାହେଲେ ଆପଣଙ୍କୁ ସବୁଦିନେ ଦିନେ ଛଡା ଦିନେ ଆପଣଙ୍କୁ ନୂଆ ନୂଆ ବିଜନେସ ସବୁ ଭିଡ଼ିଓ ସବୁ ଯିବ। ଏସବୁ ଯଦି ଦେଖୁଛନ୍ତି କାର୍ଟୁନ କାର୍ଟୁନ ସବୁ ଆମର ଫ୍ଲେଭର ଏସବୁ ଫ୍ଲେଭର ରଖା ହେଇଛି ଆମ କଷ୍ଟମର ପାଇଁ। ଏତେ ଟେଷ୍ଟ ବନା ହେଇଛି ଆପଣ ୱାନ୍ ଟାଇମ୍ ଆସନ୍ତୁ ଜିନିଷ ଚାଖିବେ ଯଦି ଠିକ ଅଛି ତ ମେସିନ ନେବେ ନା ଦେଖିକି ଯାଇପାରିବେ। ଆପଣଙ୍କୁ କେବେ ମଧ୍ୟ ବିଜାର କରାହବନି କି ବିରକ୍ତ କରାହବନି। ଆସନ୍ତୁ ଆସନ୍ତୁ ବୋଲି ଆପଣ ସେଇଟା ଚଏସ୍ ସେଇଟା ଆପଣ ଆସିଲେ ଗୋଟେ ଥର ଚାଖିଲେ ଗଲେ ଆପଣ ଯେବେ ଇଚ୍ଛା ହବ ଆସିବେ। ନାଇଁ ଇଚ୍ଛା ନାହିଁ ତ ମଧ୍ୟ ଦେଖିକି ବି ଯାଇପାରିବେ। ଯଦି ଦରକାର ଅଛି ଡିସପ୍ଲେ ନମ୍ବର ଦିଆଯାଇଛି କଲ୍ କରି ଆସିପାରିବେ।